এই ସକାଶେ ଭାଗବତରେ ଆମର ଲେଖା ଅଛି ଈଶ୍ୱର ତେଜ ଅନ୍ତରାଳ ଦକ୍ଷିଣ ଉପଜିଲା କାଳ କାଳ ଶରୀରରୁ ଆତ୍ମାଜାତ ସେ ନୁହେଁ ବିଷ୍ଣୁ ମାୟାଜାତ। ଅର୍ଥାତ୍ କାଳଟା କେମିତି ସୃଷ୍ଟି ହୁଏ? ତମେ ପ୍ରଥମେ ଯୋଉ ମତେ ପ୍ରଥମ ପ୍ରଶ୍ନ ପଚାରିଥିଲ କିଏ ସୃଷ୍ଟି କରେ କାହିଁକି ସୃଷ୍ଟି କରେ, ମୁଁ ବର୍ତ୍ତମାନ ଯୋଉ 5 ମିନିଟ୍ ହେଲା ବସିଲି, ତେଣୁ ମୁଁ ବସିବା ପରେ 5 ମିନିଟ୍ ସୃଷ୍ଟି ହେଲା, ସମୟ ଲାଗୁ ହେଲା। ଏଇ ସମୟଟାକୁ ସୃଷ୍ଟି କଲା କିଏ? କେହି କରୁନାହିଁ। ମୋ ବସିବା କାର୍ଯ୍ୟରୁ ସେ ଅଟୋମେଟିକ 5 ମିନିଟ୍ ସୃଷ୍ଟି ହେଇଛି। ମୁଁ 5 ଛାଡି 10 ମିନିଟ୍ ଯଦି ବସିଥାନ୍ତି ସେଇଠି 10 ମିନିଟ୍ ପରିକଳ୍ପନା କରାଯାଇଥାନ୍ତା। ଏଇ କାଳଟା ଅଟୋମେଟିକ ଜାତ ହୁଏ କୌଣସି ଗୋଟେ କାର୍ଯ୍ୟରୁ ବା କାର୍ଯ୍ୟ ବା ଅକାର୍ଯ୍ୟ ଦିଟା। କାହିଁକି ନା ମୁଁ ଗତି କରିବି ହେଲା କାର୍ଯ୍ୟ, ମୁଁ ଯଦି ସ୍ଥିର ଭାବରେ ରହିବି ଅକାର୍ଯ୍ୟ। ତେଣୁ ମୁଁ ଗତି କଲା ବେଳେ ଯଦି ସମୟ ର ପରିକଳ୍ପନା କରାଯାଇପାରେ, ମୁଁ ବସିଲା ବେଳେ କାହିଁକି ପରିକଳ୍ପନା କରାଯାଇପାରିବନି? ତେଣୁ ଗୋଟେ କଥା ହଉଛି ସମୟଟା ବିଶ୍ୱ ବ୍ରହ୍ମାଣ୍ଡର ଶେଷରେ ନିର୍ଦ୍ୟାସ ରହେ ଏବଂ ଭାଗବତ କହିଛି ସମୟ ହିଁ ଭଗବାନ, ସମୟ ହିଁ ବ୍ରହ୍ମ। ବ୍ରହ୍ମକୁ ସେ ସମୟ ସହିତ ତୁଳନା କରିଛି। ସେଇ କାଳ ସ୍ୱୟଂ ପରମ ବ୍ରହ୍ମ ବୋଲିକି ଭାଗବତରେ ଡାଇରେକ୍ଟ ଶ୍ଲୋକରେ ଲେଖା ହେଇଛି। ତେଣୁ କାଳ ଯଦି ଭଗବାନ, କିନ୍ତୁ ଭାଗବତ ଲେଖା ହେଇଥାଏ ଯେ ଭାଗବତରେ ସେ କଥାଟା କ୍ଲିୟର ନାହିଁ। କାହିଁ କ୍ଲିୟର ନାହିଁ? ନା ସମୟ ଭଗବାନ ସେ କହୁଛନ୍ତି ଠିକ, କିନ୍ତୁ ସମୟ ପରମ ବ୍ରହ୍ମ ନୁହନ୍ତି। ପରମ ବ୍ରହ୍ମ ହଉଛି ଚେତନ ବଳ, ଗୋଟେ ଚିତ୍ ବଳ। ସେ ବିଶ୍ୱ ବ୍ରହ୍ମାଣ୍ଡ ଯେତେବେଳେ ଧ୍ୱଂସ ପାଇଯାଏ, ସେତେବେଳେ ଗୋଟେ ଚିତ୍ ଜ୍ୟୋତି, ଗୋଟେ ଜ୍ୟୋତି ରୂପରେ ଗୋଟେ ଆଲୋକ, ଚେତନା ଲୋକ ବିଶ୍ୱରେ ପୂରିକି ରହିଯାଏ। ସେଇ ଚେତନା ଲୋକରୁ ଯେତେବେଳେ ସୃଷ୍ଟି ସମୟରେ, ତା ପୂର୍ବରୁ ମୁଁ କହିଛି 12 ଭୂତ ଜନ୍ମ। ତେଣୁ ଯେତେବେଳେ ବ୍ରହ୍ମାଙ୍କର ଲେଖା ଅଛି, ବ୍ରହ୍ମାଙ୍କ ଛାଡ ପ୍ରକୃତିର ବା ବିଶ୍ୱର ଯେତେବେଳେ ସୃଷ୍ଟି ସମୟ ଆସେ, ସେତେବେଳେ କଣ ହୁଏ ନା ସେଇ ଚିତ୍ ଜ୍ୟୋତିର ବିକାର ଘଟେ। ଯେତେବେଳେ ବିକାର ଘଟେ ସେତେବେଳେ କଣ ହୁଏ ନା ସେ ସମୟକୁ ଆଶ୍ରୟ କରେ, ଅର୍ଥାତ୍ ତା ପାଇଁ ଅଟୋମେଟିକ ସମୟ ଲାଗୁ ହେଇଯାଏ। ଯେତେବେଳେ ସମୟ ଲାଗୁ ହେଇଯାଏ ସେ କଣ ହୁଏ ନା ତାର ନାଁ ହେଇଯାଏ, ବ୍ରହ୍ମଙ୍କର ନାଁ ହେଇଯାଏ ଦ୍ରଷ୍ଟା। ଜ୍ୟୋତି ନା ସେ ଜ୍ୟୋତି ରୂପରେ ତାଙ୍କ ନାଁ ହେଲା ଦ୍ରଷ୍ଟା। ଦ୍ରଷ୍ଟା କିଏ ସେ? ନା ଯିଏ ଦେଖେ। ତେଣୁ ତାଙ୍କ ପାଇଁ ଗୋଟେ ଦେଖିବା ଶକ୍ତି ଜାଗ୍ରତ ହୁଏ। ତେଣୁ ତା ନାଁ ହେଲା ଦ୍ରଷ୍ଟା। ତେଣୁ ସେଇ ଦ୍ରଷ୍ଟା ଯେତେବେଳେ ଦେଖିବାକୁ ଲାଗେ, ଚାହେଁ, ଦେଖିବାକୁ ଇଚ୍ଛା କରେ ବିଶ୍ୱ ବ୍ରହ୍ମାଣ୍ଡ ଚାରିଆଡେ ତ ଶୂନ୍ୟ, କଣ ଦେଖିବ ନା ସଙ୍ଗେ ସଙ୍ଗେ ତାଙ୍କ ଶରୀରରୁ ଆଉ ଗୋଟେ ପଦାର୍ଥ ସୃଷ୍ଟି ହୁଏ, ତା ନାଁ ହଉଛି ଦୃଶ୍ୟ। ସେଇ ଦୃଶ୍ୟର ଅନ୍ୟ ନାମ ହଉଛି ମାୟା। ତେଣୁ ଦ୍ରଷ୍ଟା ଏବଂ ମାୟା ଏଇ ଦି ଜଣ କଣ କରେ ନା ଏକତ୍ରିତ ହେଇଯାଆନ୍ତି। ଆଚ୍ଛା, ମାୟା କାହାକୁ କୁହାଯାଏ? ନା ତମେ ଦେଖ ବିଶ୍ୱ ବ୍ରହ୍ମାଣ୍ଡରେ ଯେତେ ପଦାର୍ଥ ଅଛି ସେ ସବୁ ସତ୍ୱ ରଜ ତମ ତ୍ରିଗୁଣରେ ବନ୍ଧା। ପ୍ରତ୍ୟେକ ପଦାର୍ଥ ତ୍ରିଗୁଣରେ ବନ୍ଧା। କିନ୍ତୁ ବିଶ୍ୱ ବ୍ରହ୍ମାଣ୍ଡରେ ଗୋଟିଏ ପଦାର୍ଥ ଅଛି ଯିଏ 3 ଗୁଣ ନୁହେଁ, ଗୋଟିଏ ଗୁଣରେ ବନ୍ଧା। ସେଇ ପଦାର୍ଥଟି ନାଁ ହଉଛି ମାୟା। କୋଉ ଗୁଣଟା? ନା ମାୟା ଠେଇଁ ସତ୍ୱ ନାହିଁ କି ତମ ନାହିଁ, ହେଉଛି ରଜଗୁଣୀ, ପ୍ରସବ ଧର୍ମୀ। ତେଣୁ ମାୟା ଯୋଉ ପ୍ରସବ ଧର୍ମୀ, ସିଏ କଣ କରେ ନା ଦ୍ରଷ୍ଟା ଦେହରୁ ସେ ପ୍ରସବ ଧର୍ମୀ ଅଟୋମେଟିକ ସୃଷ୍ଟି ହେଇଯାଏ। ଯେତେବେଳେ ସୃଷ୍ଟି ହେଇଯାଏ ମାୟା, ପୁଣି କଣ ହୁଏ ନା ଜଗତର ସୃଷ୍ଟି କ୍ରିୟା ଚାଲିଛି ନା, ତେଣୁ ମାୟା ସେଠୁ କଣ ହୁଏ ନା ପ୍ରସବ ଧର୍ମରୁ 3ଟା ଧର୍ମ ସତ୍ୱ ରଜ ତମ 3ଟା ସମାନ ଧର୍ମ ସେଥିରୁ ସୃଷ୍ଟି ହେଇଯାଏ ମାୟାଠି। ଯେତେବେଳେ ସତ୍ୱ ରଜ ତମ 3ଟା ସମଧର୍ମ ସୃଷ୍ଟି ହେଇଯାଏ, ସେଇ ତ୍ରିଗୁଣର ସାମ୍ୟାବସ୍ଥାଟାକୁ କୁହାଯାଏ ଇଚ୍ଛା। ତେଣୁ ଇଚ୍ଛା, କିନ୍ତୁ ଦ୍ରଷ୍ଟାଟା ଅଛି ନା ତାଙ୍କଠି, ତେଣୁ ଦ୍ରଷ୍ଟାର ନାମ ବଦଳିକି ହେଇଯାଏ ଜ୍ଞାନ। ତେଣୁ ମାୟା ହେଇଯାଏ ଇଚ୍ଛା, ଦ୍ରଷ୍ଟା ହେଇଯାଏ ଜ୍ଞାନ। ସେ ଜ୍ଞାନକୁ କୁହାଯାଏ ପୁରୁଷ, ଇଚ୍ଛାକୁ କୁହାଯାଏ ପ୍ରକୃତି। ପ୍ରକୃତି 3 ଗୁଣର ସମାନ ଅବସ୍ଥା। ତ ଯଦି ଆହୁରି ସମୟ ଥିବ ମୁଁ କହିବି ଯେ 3 ଗୁଣର ସମାନ ଅବସ୍ଥା କଣ, ମୁଁ ବୁଝେଇ ଦଉଛି। ଯେ ଆମର ବାହାରର ଯୋଉ ସୂର୍ଯ୍ୟ ଅଛି, ସେ ସୂର୍ଯ୍ୟଙ୍କର ଧଳା ଆଲୋକ ଅଛି, କିନ୍ତୁ ସେଇ ଧଳା ଆଲୋକରୁ ବୈଜ୍ଞାନିକ ନ୍ୟୁଟନ ବାହାର କଲେ ବାଗନିଶ ହନାଲା 7ଟା ରଙ୍ଗ ସୃଷ୍ଟି। କିନ୍ତୁ ସେଇ 7ଟା ରଙ୍ଗକୁ ବୈଜ୍ଞାନିକ ମାନେ କହିଲେ ନା 7ଟା ରଙ୍ଗ ନୁହେଁ, ମୌଳିକ ବର୍ଣ୍ଣ ହଉଛି 3ଟା। ଗୋଟେ ହଉଛି ନୀଳ, ଗୋଟେ ଲାଲ, ଗୋଟେ ହଉଛି ହଳଦୀ। এই 3ଟା ବର୍ଣ୍ଣରୁ 7 ବର୍ଣ୍ଣ ସୃଷ୍ଟି। ତେଣୁ 7 ବର୍ଣ୍ଣର ମିଶ୍ରଣରେ ଧଳା ଆଲୋକ ସୃଷ୍ଟି ହେଲେ 3 ବର୍ଣ୍ଣର ମିଶ୍ରଣରେ ମଧ୍ୟ ଧଳା ଆଲୋକ ସୃଷ୍ଟି ହବ। ବୁଝିପାରିଲ ନା? ତେଣୁ ସତ୍ୱ ରଜ ତମ 3ଟା ଆସିଗଲେ, ତମ ଗୁଣଟା ହଉଛି ପୀତ ବର୍ଣ୍ଣ, ସତ୍ୱ ଗୁଣଟା ହଉଛି ନୀଳ ବର୍ଣ୍ଣ, ରଜ ଗୁଣଟା ନାଲି ବର୍ଣ୍ଣ। ଏଇ 3 ବର୍ଣ୍ଣର ସମାହାର ଯେତେବେଳେ ମିଶିଯାଏ ସେତେବେଳେ ଧଳା ଆଲୋକ ସୃଷ୍ଟି ହେଇଯାଏ। ତେଣୁ ତା ଭିତରେ ପୁରୁଷ
କଣ ହଉଛି ନା ଜ୍ୟୋତି ସ୍ୱରୂପ, କିନ୍ତୁ ତାଙ୍କର ତରଙ୍ଗଟା ହଉଛି କଣ ନା ପ୍ରକୃତି ବା ଇଚ୍ଛା ସ୍ୱରୂପ। ସେଇ ପ୍ରକୃତି ତରଙ୍ଗ ଯୋଉ ଧଳା ଆଲୋକ ସେ କଣ ହୁଏ ନା ଧୀରେ ଧୀରେ ବିକୃତ ହେଇକି ପ୍ରଥମେ ରଜଗୁଣ ବିଶିଷ୍ଟ ଗୋଟେ ଆଲୋକ ସୃଷ୍ଟି ହୁଏ, ନାଲି ଆଲୋକ ସୃଷ୍ଟି ହୁଏ। ସେଇ ନାଲି ଆଲୋକର ନାଁ ହଉଛି ମହତତ୍ଵ ବା ବୁଦ୍ଧି ତତ୍ଵ। ସେ ବୁଦ୍ଧି ତତ୍ଵରେ କଣ ହୁଏ ନା ତମର ରଜଗୁଣ, ତେଣୁ ତା ଦେହରେ ତମ ଏବଂ ସତ୍ଵ ଲୁଚିକିରି ରହିଯାଏ। ତେଣୁ ମହତତ୍ଵରେ ତମ ଆଉ ସତ୍ଵ ଦିଟା ଲୁକାୟିତ ଅବସ୍ଥାରେ ରହନ୍ତି ଏବଂ ପ୍ରାବଲ୍ୟ ହୋଇ ଉଠେ କୋଉଟାର ରଜଗୁଣ ବୁଦ୍ଧି ତତ୍ଵରେ। ତେଣୁ ତାପରେ ପୁଣି ଜଗତ କ୍ରିୟା ଯେତେବେଳେ ଚାଲୁ ରହେ ମହତତ୍ଵର ବିକାର ଘଟେ। ମହତତ୍ଵରେ ଯେତେବେଳେ ବିକାର ଘଟେ ସେତେବେଳେ କଣ ହୁଏ ନା ସତ୍ଵ ଆଉ ରଜ ଏ ଦିଟା ଲୁକାୟିତ ହେଇଯାଆନ୍ତି, ତମ ଗୁଣ ବୃଦ୍ଧି ହୁଏ। ତମ ଗୁଣ ବୃଦ୍ଧି ହେଲେ ଗୋଟେ ନାଲି ବର୍ଣ୍ଣ ଥିଲା ସେ ଗୁଣ ଅଟୋମେଟିକ ବିଷ ଗୁଣ ମାନରେ ପୀତ ବର୍ଣ୍ଣ ସୃଷ୍ଟି ହେଇଗଲା। ସେଇ ପୀତ ବର୍ଣ୍ଣର ଅନ୍ୟ ନାମ ହେଲା ଅହଙ୍କାର। ତେଣୁ ଏଇ ଯୋଉ ଅହଙ୍କାର ମହତତ୍ଵ ପରେ ଯୋଉ ଅହଙ୍କାର ସୃଷ୍ଟି ହେଲା, ଏଇ ଅହଙ୍କାର ଆମର ଏକାଦଶ ସ୍କନ୍ଧ ବୋଧେ 24 ଅଧ୍ୟାୟରେ ଲେଖା ହେଇଛି ଯେ ସେଇ ଅହଙ୍କାରଟି ହଉଛି ଚିଦ ଚିନ୍ମୟ। ମୋ ଆଖିରେ ସେଇଟା ପଡିଗଲା, ତାରି ଉପରେ ରିସର୍ଚ୍ଚ କଲି ନା ମୋର ଆସିଲା ଯେ ସିଏ କଣ ଯେ ଅହଙ୍କାରଟା ହଉଛି ଚିତ ଆଉ ଅଚିତ ଦିଟା ମିଶିକି ସେ ଗୋଟେ ସ୍ୱତନ୍ତ୍ର ଶକ୍ତି। ମହତତ୍ଵ ହଉଛି ଚେତନ ଶକ୍ତି, କିନ୍ତୁ ଅହଙ୍କାର ହେଲା ଚିତ ଅଚିତ ମିଶିକି ସୃଷ୍ଟି। ତେଣୁ ତାର ଅଚିତ ଅଂଶଟା ହଉଛି ଭୂତାଦି, ଭୂତର ପ୍ରଥମ ଅବସ୍ଥା। ଭୂତ ଅର୍ଥ ପଦାର୍ଥ ବା ପଦାର୍ଥ ବା ଜଡ ପଦାର୍ଥର ପ୍ରଥମ ଅବସ୍ଥା ହଉଛି ଭୂତାଦି। ଏବଂ ଆଉ ଯୋଉ ରହିଲେ ଏଇଟା ତମ ଗୁଣ ପଳେଇଗଲା, ରଜ ଆଉ ସତ୍ଵ ଗୁଣ ରହିଲେ, ସେ ସତ୍ଵ ଗୁଣର ଅନ୍ୟ ନାମ ହେଇଗଲା ମନ, ରଜ ଗୁଣର ମନ ହେଲା ତୈଜସ ବା ବୁଦ୍ଧି। ମନ ବା ସାତ୍ଵିକ ଅହଙ୍କାର ବା ବୈକାରିକ, ଆଉ ରଜ ଗୁଣର ଅନ୍ୟ ନାମ ହେଇଗଲା ବୁଦ୍ଧି ତତ୍ଵ ବା ତୈଜସ। ଆଉ ଏ ଯୋଉ ଭୂତାଦି ରହିଲେ ସେଇ ଭୂତାଦି ଭୂତ ଅଂଶ ତାହେଲେ ଦିଟା ରହିଗଲେ ଯେ ମନ ବୁଦ୍ଧି ଅହଙ୍କାର। ତେଣୁ ମନ ବୁଦ୍ଧି ଦିଟା ହଉଛି ମାନେ ଚେତନାତ୍ମକ, ଅହଙ୍କାରଟା ହେଲା ଜଡାତ୍ମକ। ସେ ଅହଙ୍କାର ଜଡାତ୍ମକ ପୁଣି ଯେତେବେଳେ ବିକାର ପ୍ରାପ୍ତ ହୁଏ ସେଇଠୁ ଗୋଟେ ଭାଇବ୍ରେସନ, ସେଇଠୁ ପ୍ରଥମେ ଭାଇବ୍ରେସନ ସୃଷ୍ଟି ହୁଏ, କମ୍ପନ ସୃଷ୍ଟି ହୁଏ। ଯେତେବେଳେ କମ୍ପନ ସୃଷ୍ଟି ହୁଏ ସିଏ କଣ କରେ ନା ମନ ବୁଦ୍ଧି ଅହଙ୍କାର ତିନିଟା ଆଙ୍କେ ବିଲୋପ ପାଇକି ଗୋଟେ କମ୍ପନର ଶବ୍ଦ ଆସ୍ତରଣ ସୃଷ୍ଟି ହେଇଯାଏ ବିଶ୍ୱ କମ୍ପନ ଭାଇବ୍ରେସନ। ସେଇ କମ୍ପନ ଆସ୍ତରଣଟିକି କୁହାଯାଏ ଆକାଶ। ତେଣୁ ଆମର ବୈଜ୍ଞାନିକ ଆଇନଷ୍ଟାଇନ କହିଲେ କଣ ଯେ ଦ୍ୟାଟ ଇଜ ନୋ ପରଫେକ୍ଟଲି ଆବସଲ୍ୟୁଟ ଷ୍ଟେଟ ଅଫ ରେଷ୍ଟ ଇନ ଦ ୟୁନିଭର୍ସ। କଣ ବୁଝିପାରିଲେ ନା? ଦି ହୋଲ ୟୁନିଭର୍ସ ଇଜ ସବଟୁଲ ଭାଇବ୍ରେସନ। କାହାକୁ କହିଲେ ନା ସିଏ ଆକାଶକୁ ଦେଖିକି କହିଥିଲେ, ଆକାଶ ଉପରକୁ ତାଙ୍କର ଚିନ୍ତାଧାରା ନଥିଲା। ତେଣୁ ଆକାଶ ହଉଛି ଭାଇବ୍ରେସନ, ସେଇ ଭାଇବ୍ରେସନ କୁ କୁହାଯାଏ କଣ ବୁଝିଲା ନା? ସେଇ ଭାଇବ୍ରେସନ ରୁ କଣ ହୁଏ ନା ଗୋଟେ ଶକ୍ତି ଜାତ ହୁଏ, ତା ନାଁ ହେଲା ଭାର୍ଚୁଆଲ ଫୋଟନ। କ୍ଷଣିକ ଶକ୍ତି କଣିକା ସୃଷ୍ଟି ହୁଏ। ସେ ଭାର୍ଚୁଆଲ ଫୋଟନରୁ ପ୍ରୋଟନ ଇଲେକ୍ଟ୍ରନ ନ୍ୟୁଟ୍ରନ ତିନିଟା ସୃଷ୍ଟି ହୁଏ। ପ୍ରୋଟନ ଇଲେକ୍ଟ୍ରନ ନ୍ୟୁଟ୍ରନ କଣ ହୁଏ ନା ମିଶିଗଲେ ପରମାଣୁ ଆଟମ ତିଆରି ହୁଏ। ଆଟମ ଯେତେବେଳେ ମିଶି ଯାଆନ୍ତି ଅଣୁ ସୃଷ୍ଟି ହୁଏ। ଅଣୁ ଗୁଡିକର ସମାହାରକୁ ବାଷ୍ପ କୁହାଯାଏ, ତାକୁ ଆମର ବାୟୁ ବୋଲି କହନ୍ତି। ଆକାଶରୁ ବାୟୁ ସୃଷ୍ଟି ବୋଲି ତାର କାରଣ ହଉଛି ଏଇଆ। ଆଚ୍ଛା, ଯେତେବେଳେ ଯେତେବେଳେ ସୃଷ୍ଟି ହେଇଗଲେ ଅଣୁ ହେଲେ ପଦାର୍ଥ, ଅଣୁ ଭିତରେ ଯେତେବେଳେ ଘର୍ଷଣ ହେଲା ତାପରେ ସେଠୁ ତାପ ଶକ୍ତି ସୃଷ୍ଟି ହେଲା, ତେଜର ସୃଷ୍ଟି ହେଲା। ତେଣୁ ତେଜ ଯେତେବେଳେ ସୃଷ୍ଟି ହେଲା, ତେଜ କଣ କଲା ନା ସେ ଅଣୁକୁ ବାନ୍ଧିକି ରଖିଲା। ଯେତେବେଳେ ରଖିଲା ସେ ବାଷ୍ପରୁ ସେ ଅଣୁ ହେଇଗଲା ତରଳ, ତରଳରୁ ପୁଣି ହେଇଗଲା କଠିନ। ତାପରେ ଆଉ ତାର ପରବର୍ତ୍ତୀ ଅବସ୍ଥା ବିଶ୍ୱ ବ୍ରହ୍ମାଣ୍ଡରେ ନାହିଁ। ତେଣୁ ଇଏ ପଞ୍ଚଭୂତମୟ ଯୋଉ ଶରୀର ବା ପଦାର୍ଥ ଇଏ ସବୁ ସୃଷ୍ଟି ହେଇଗଲା କୋଉଠୁ? ସେଇ ଯୋଉ ଅହଙ୍କାର ସ୍ତରରୁ। ତେଣୁ ଆପଣଙ୍କ ରିସର୍ଚ୍ଚ ପୁରା ପରଫେକ୍ଟ, ଅତି ସୁନ୍ଦର। ଏବଂ ମୁଁ ଯାହା ଆପଣ ତ ବିଶ୍ୱ ବିଷୟରେ କହିଲେ ନା, ମୁଁ ମୋ ନିଜ ଶରୀରକୁ ହିଁ ଦେଖୁଥିଲି। ମୋ ଶରୀର ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ, ଶରୀର ଭିତରେ ବୋଧେ ଏଇ ଜିନିଷ ଅଛି। ଆଜ୍ଞା, ଶରୀରଟା ମୋର ସେମିତି ତିଆରି, ଏକ୍ଜାକ୍ଟଲି ସେମିତି ତିଆରି ହେଲା। ମୋ ଶରୀରଟା ତିଆରି ହେଲା। କିନ୍ତୁ ବାବା ଏଠି ଗୋଟିଏ କଥା ହଉଛି ମୋର କଣ ନା, ଏଇ ଯୋଉ କ୍ରିଏସନ ହେଲା, ଏଇ ଯୋଉ ଅଚିନ୍ତ୍ୟ କହିଲେ ଆପଣ, ତାପରେ ପୀତବର୍ଣ୍ଣ ହେଲା, ତାପରେ ଏଇସବୁ ଏଇଟା ମିଥ୍ୟା ନା ସତ୍ୟ? ନାଇଁ, ଏଗୁଡା ସବୁ ସତ୍ୟ। ମିଥ୍ୟା କାହିଁକି ହବ? ଏଇଭଳି ପ୍ରକାର ତ ବିଶ୍ୱ ବ୍ରହ୍ମାଣ୍ଡରେ ତିଆରି ହେଇକି ଆସୁଛି ଆଉ। ନାଇଁ, ତାହେଲେ ବାବା ଏଇ ଶରୀରଟା ତାହେଲେ କଣ ମୁଁ କନସିଡର କରି ମିଥ୍ୟା ନା ସତ୍ୟ? ଶରୀର ମିଥ୍ୟା। ମୋ ଶରୀରଟା ତ ବିଶ୍ୱ ବ୍ରହ୍ମାଣ୍ଡ। ହେଲେ ସେ ମିଥ୍ୟା। ବ୍ରହ୍ମାଣ୍ଡ କଣ ମିଥ୍ୟା ନୁହେଁ କି? ସତ୍ୟ।
ମିଥ୍ୟାର ସଂଜ୍ଞାଟା ବାବା ଆପଣ କୋଉ ମିଥ୍ୟା ସତ୍ୟ ବୁଝେଇ ଦଉଛି। ବ୍ରହ୍ମ ସତ୍ୟ ଜଗତ ମିଥ୍ୟା। ଜଗତ ହଉଛି ମିଥ୍ୟାର ହଉଛି ଯିଏ ଟେମ୍ପୋରାରୀ ସେ ମିଥ୍ୟା, ଯିଏ ଆଜ୍ଞା। ପରମାନେଣ୍ଟ ସେଇ ହଉଛି ସତ୍ୟ। ମାନେ ତାମାନେ ଅନିତ୍ୟଟାକୁ ଆପଣ ମିଥ୍ୟା କହୁଛନ୍ତି, ଆଁ? ଅନିତ୍ୟଟାକୁ ମିଥ୍ୟା କହୁଛନ୍ତି, ହଁ, ରାଇଟ୍? ନିତ୍ୟଟା ମାନେ ହଉଛି ଯୋଉଟା ସତ୍ୟ। ସବୁବେଳେ ବଦଳୁଛି ହୁଁ, କିନ୍ତୁ ତାର ଏକ୍ଜିଷ୍ଟାନ୍ସ ଅଛି ନା। ମାନେ ରେଜିଷ୍ଟାନ୍ସ ଥିଲେ ସେଟା ମିଥ୍ୟା। ଶୁଣ ମୁଁ କହିସାରେ, ତମକୁ ମିଥ୍ୟା ଅର୍ଥ ନୁହେଁ, ନାହିଁ ନା। ତମର ଧାରଣା ମୋଟେ ରହୁନି। ମୁଁ ସେ କଣ କହିବି, ମୋର କହିବା କଥା ହଉଛି ଯେ ଅନ୍ଧାର ରାତିରେ ଗୋଟେ ମଶାଲକୁ ଜଣେ ଖୁବ ଜୋର ଘୁରଉଛି, ତମେ ଆଜ୍ଞା। ଦୂରରେ ଥାଇକି କଣ ଦେଖୁଛ? ଚକାଟାକୁ ଦେଖୁଛ ନା ନାଇଁ? ହଁ ହଁ ହଁ। ସେ ଚକାଟା ମିଛ, କିନ୍ତୁ ପ୍ରକୃତ ମଶାଲଟା ହଉଛି ସତ୍ୟ। ସେମିତି ଏଇ ବିକାର ରୂପ ଗୁଡିକ ସବୁ ମିଛ, ବ୍ରହ୍ମ ହଉଛି ସତ୍ୟ। ହଉ, ମୁଁ ପଛରେ କଥା କହିବି, ମୋର ଟିକେ ସମୟ ହେଲାଣି, ମୁଁ ଯାଉଛି। ହଁ ବାବା, ଏଇ ବହୁତ କ୍ୱେଶ୍ଚିନ୍ ଥିଲା, ରହିଗଲା। ହଉ ହଉ, ନାଇଁ ସେ କୋଶ୍ଚିନ୍ ସେ ଭିତରେ ତମେ ଆସୁନା, ମୁଁ ଏଠି ବୁଝେଇଦେବି। ମୁଁ ଯିବି ଏବେ, ଓଡିଶା ଯିବି। ଶୁଣ, ତମର ହାଣ୍ଡିଟା ହଉଛି ବଡ, ଆଜ୍ଞା। ସେଥିରେ ମୁଠେ ଚାଉଳ ପକେଇଲେ ସେ କଣ ଧରୁଛି? ତେଣୁ ଯେତିକି ବାଟ ଯାଏ ମୁଁ ଯାଇଛି, ତମେ ସେତିକି ବାଟକୁ ଗଲେ ବୁଝିବ, ନହେଲେ ବୁଝିପାରିବନି। ନାଇଁ ଘାଟି ହଉଥିବ। ନାଇଁ ବାବା, ମୁଁ ବୁଝିପାରୁଛି, କିନ୍ତୁ ମୋ କ୍ୱେଶ୍ଚିନ୍ ଗୁରୁ ଧରିକିରି ତୃତୀୟ ନେତ୍ର ଖୋଲି ଯାଉ, ସବୁ ଜାଣିପାରିବ। ଗୁରୁ ଅଲରେଡି ଧରିଛି ବାବା। ତୁ ଧରଲେ କଣ ହବ? ତୃତୀୟ ନେତ୍ର ଖୋଲି ନାହିଁ, ଖୋଲୁ। ତ ଗୁରୁଙ୍କୁ ପଚାରି ଥାର୍ଡ ଆଇ ତମର ଖୋଲି ଦିଅ, ପାଇଯିବ। ହଁ ନିଶ୍ଚିତ। ନାଇଁ, ମୁଁ ସବୁ ତ ହେଲା ବାବା, କିନ୍ତୁ ମୋ କ୍ୱେଶ୍ଚିନ୍ ସାଟିସ୍ଫାକ୍ଟୋରି ଉତ୍ତର ହେଇପାରିଲାନି। ଯଦି ନା, ହବ ନାଇଁ, ହବ ନାଇଁ, ମୁଁ ଦେଇପାରିବିନି। ତାର ନା, ଶୁଣ, ମୁଁ ଦେଇପାରିବିନି। ତାର କାରଣ ହଉଛି କଣ, ଯେ ତମର ଯେତିକି ଦରକାର ସେଥିପାଇଁ ମତେ ନିହାତି ବର୍ଷେ 2 ବର୍ଷ 5 ବର୍ଷ ଦରକାର, ଦିନକରେ ସେ ହବନି। ତମେ କଲେଜ ବହିଟା ଆଣି କହୁଛ ମତେ 5 ମିନିଟରେ ବୁଝେଇଦିଅ, କେମିତି ହବ? ତମର ମୁଁ ବର୍ତ୍ତମାନ ଦେଖି ସାରିଲିନି, ତମେ ଯୋଉଗୁଡା ସବୁ ଭାବୁଛ ସବୁ ଶାସ୍ତ୍ରୀୟ ଜ୍ଞାନ ଉପରେ, ନିଜର ଅନୁଭବ ଜ୍ଞାନ ନାହିଁ। ମତେ ପଚାରୁଛ ଶାସ୍ତ୍ରୀୟ ଜ୍ଞାନ, ଅନୁଭବ ଜ୍ଞାନ ବୁଝି ପଚାରି ପାରୁନ। ଅନୁଭବ ଜ୍ଞାନ ଯେତେବେଳେ ବୁଝିବ ସେତେବେଳେ ଯାଇକି ହବ। ଅନୁଭବ କର। ଯଦି ଅନୁଭବ ଜ୍ଞାନ ନଥାନ୍ତା, ମୁଁ ଆପଣଙ୍କୁ ଶରୀର ବିଷୟରେ ପଚାରି ନଥାନ୍ତି। ନା ନା, ଅନୁଭବ ତମର ନାହିଁ, ତମେ ଗୁରୁଙ୍କୁ ପଚାରିକି ଅନୁଭବ କର, କଲେ ଯାଇକି ଜାଣିବ। ଯଦି ଶରୀର ଇଚ୍ଛା, ତାହେଲେ ଶୁଣ, ଶ୍ରୀରାମଚନ୍ଦ୍ର ତମେ ଯୋଉ ଭାବୁଛ ତମେ ସବୁ ଜାଣିଛ ବୋଲି, ଏଇଟା ଭୁଲ। ତମେ ଆଗେ ତମ ଗୁରୁଙ୍କୁ ପଚାରିକିରି ତମେ ବୁଝ, ଗୁରୁ କରିଦେବେ, କହିଦେବେ, ଆମେ ପାରିବୁନୁ। ମୋ